মেইন কথা তুমি কিপরি ভাବରେ ଏ ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେଇପାରିବ ତା ନିମନ୍ତେ ତିନୋଟି ପନ୍ଥା ରହୁଅଛି। ପବିତ୍ର ଆତ୍ମାରେ ପରିପୂର୍ଣ୍ଣ ହେବା ନିମନ୍ତେ ତିନୋଟି ପନ୍ଥା। ପ୍ରଥମ ବିଷୟ ମନ ପରିବର୍ତ୍ତନ କରିବା ଦରକାର। ଆପଣ ପାପରୁ ପରିବର୍ତ୍ତନ ହେବା ଦରକାର। ପ୍ରେରିତ ପୁସ୍ତକ 2:38 ପଦ। ଦ୍ୱିତୀୟ ବିଷୟ ଈଶ୍ୱରଙ୍କର ବାକ୍ୟକୁ ଶୁଣିବା ଦ୍ୱାରା। ଈଶ୍ୱରଙ୍କର ବାକ୍ୟକୁ ଆମେ ଶୁଣିବା ଦ୍ୱାରା ପ୍ରେରିତ ପୁସ୍ତକ 10:44-46 ପଦ ଯାଏ। ପୁଣି ତୃତୀୟ ବିଷୟ ସ୍ୱର୍ଗୀୟ ପିତାଙ୍କୁ ଆମେ ମାଗିବା ଦରକାର। ପ୍ରତ୍ୟେକ ସମୟରେ ମାଗିବା ଦରକାର। ତାମାନେ ପ୍ରାର୍ଥନା କରି ପ୍ରଭୁଙ୍କର ମାଗିବା ଦରକାର। ଲୁକ 11:13 ପଦ ଅନୁସାରେ ବାକ୍ୟ ଲୋକମାନେ ପବିତ୍ର ଆତ୍ମାଙ୍କୁ ପ୍ରାପ୍ତ ହେବା ନିମନ୍ତେ ଆମମାନଙ୍କୁ ପାପରୁ ଫେରିବା ଦରକାର। ଈଶ୍ୱରଙ୍କର ବାକ୍ୟକୁ ଶୁଣିବା ଦରକାର ଏବଂ ପିତା ପରମେଶ୍ୱରଙ୍କ ନିକଟରେ ଆମେ ପ୍ରାର୍ଥନା କରି ମାଗବା ଦରକାର ଅଛି। ତାହେଲେ ସେ ଆମକୁ ପବିତ୍ର ଆତ୍ମାରେ ନିଶ୍ଚିତ ଆମମାନେ ସେ ବେନିଫିଟ୍ସକୁ ଆମେ ପାଇପାରିବା। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ।